ବର୍ତ୍ତମାନର ସବୁଠାରୁ ବଡ଼ ଖବର ଯାହା ସାମ୍ନାକୁ ଆସୁଛି, ଭିଜିଲାନ୍ସ ପଞ୍ଝାରେ ରେଞ୍ଜର ଅଧିକାରୀ ତାଙ୍କ ବାସଭବନରେ ଭିଜିଲାନ୍ସର ଚଢ଼ାଉ। ଜଗତସିଂହପୁର ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘର ଉପରେ ଭିଜିଲାନ୍ସର ଚଢ଼ାଉ। ଜଗତସିଂହପୁର ସଦର ଥାନା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକା ସାଙ୍ଗରେ 5ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ତେବେ ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସବୁକ୍ ସହ ଜବତ କରାଯାଇଛି। ଚଢ଼ାଉ ଜାରି ରହିଥିବା ଯାହା ସୂଚନା ମିଳୁଛି। ନାଇଁ ନାଇଁ ଆମେ ତ ଜଷ୍ଟ ଏବେ ସକାଳେ ପଶିଛୁ, ସବୁ ଜିନିଷ ଆମର ସର୍ଚ୍ଚ ଚାଲିଛି, ଟିମ୍ ସର୍ଚ୍ଚ କରୁଛନ୍ତି। ଆଉ କିଛି କାଲକୁଲେସନ୍ ହେଇନି କି କିଛି ଜଣାପଡ଼ି ନାହିଁ। ଯେତିକି ବର୍ତ୍ତମାନ ସବୁ ବାହାର କରାହେଉଛି, ଅନଆର୍ଥ କରାହେଉଛି, କେଉଁଠି କେଉଁଠି ରଖିଛନ୍ତି, କ'ଣ ରଖିଛନ୍ତି। ଆମେ ହଁ ଯାହା ବାହାରିଛି, ଜମି କାଗଜପତ୍ର, ATM କାର୍ଡ଼ ଯାହା ବାହାରିଛି, ସବୁ ଟଙ୍କା ପଇସା କିଛି ବାହାରିଛି। ଗହଣା ଗାଣ୍ଠି ଏଠି କିଛି ବାହାରି ନାହିଁ। ତାଙ୍କର ଯେଉଁ ରେସିଡେନ୍ସିଆଲ୍ ହାଉସ୍ ପୈତୃକ ସମ୍ପତ୍ତି ଯେଉଁଠି ଅଛି, ଘର ଅଛି ଏଇ ଜଗତସିଂହପୁର ଜିଲ୍ଲାରେ, ତ ସେଠି ବି ସର୍ଚ୍ଚ ଚାଲିଛି, ସେଠି ବାହାରିଛି, ଏଠି କିଛି ସୁନା ବାହାରି ନାହିଁ। ତାଙ୍କର ଅଫିସିଆଲ ରେସିଡେନ୍ସ ଆଉ ଅଫିସ୍ 4ଟା ଜାଗାରେ ଚଢ଼ାଉ। ନାଇଁ ଜିଲ୍ଲା ବାହାରେ କେଉଁଠି ରେଟ୍, ତାଙ୍କର ସବୁ ଏଇ ଜିଲ୍ଲା ଭିତରେ ଅଛି। ଆମେ ଭେରିଫାଇ କରୁଛୁ, ମାନେ କିଛି ଭେରିଫାଇ ହେଇନାହିଁ। ଆପଣ ଅଭିଯୋଗ କିଛି ନାହିଁ। ପଜେସନ୍ ଅଫ୍ ଡିସ୍ପ୍ରପୋର୍ସନେଟ୍ ଆସେଟ୍ର ଅଭିଯୋଗ ହୋଇଥିଲା, ସେଇଟାକୁ ଭେରିଫାଇ କରାହେଉଛି। ନାଇଁ ନାଇଁ ଆଗରୁ ଧରା ହେଇନାହାନ୍ତି। ବର୍ତ୍ତମାନ ଆଜି ସର୍ଚ୍ଚ ହେଇଛି ଖାଲି।